ଅଯୋଧ୍ୟା ରାମ ମନ୍ଦିର ଉପରେ ଦାନ ବର୍ଷା। ଦର୍ଶନର ପ୍ରଥମ ଦିନରେ ଦାନ ହୁଣ୍ଡିରୁ ମିଳିଲା 3,16,00,000 ଟଙ୍କା। ଅଯୋଧ୍ୟା ରାମ ମନ୍ଦିର ଉପରେ ଭକ୍ତଙ୍କ କନକ ବିରୋଧ ଦାନ ନ ବର୍ଷା। ମନ ଖୋଲା ଦର୍ଶନ ସାଙ୍ଗକୁ ଭକ୍ତ କରିଛନ୍ତି ହୃଦୟ ଖୋଲା ଦାନ। ପ୍ରାଣ ପ୍ରତିଷ୍ଠା ପରେ ଶ୍ରଦ୍ଧାଳୁଙ୍କ ପାଇଁ ରାମ ଦରବାର ଖୋଲା ଯିବା ପରେ ଅଯୋଧ୍ୟାକୁ ଛୁଟି ଆସିଥିଲେ ଲକ୍ଷାକ ସଂଖ୍ୟକ ଭକ୍ତ। ବାଳକ ରାମଙ୍କ ଦର୍ଶନ ସହ ଶ୍ରଦ୍ଧାଳୁ ରେକର୍ଡ ସ୍ତରରେ କରିଛନ୍ତି ଦାନ। ସାଧାରଣ ଶ୍ରଦ୍ଧାଳୁଙ୍କ ପାଇଁ 40ଟି ଦାନ ହୁଣ୍ଡି ବ୍ୟବସ୍ଥା କରାଯାଇଥିଲା। ରାମ ମନ୍ଦିର ଉପରେ ଦାନ ବର୍ଷା। ବାଳକ ରାମଙ୍କ ଦର୍ଶନ କରି ପ୍ରଥମ ଦିନରେ ଶ୍ରଦ୍ଧାଳୁ 3 କୋଟି ଦେଇଛନ୍ତି 17,00,000 ଟଙ୍କା ଦାନ କରିଛ। ଦେଶ ବିଦେଶରେ ଥିବା ଶ୍ରଦ୍ଧାଳୁ ଅନଲାଇନ ଦାନ କରିଛନ୍ତି। ନଗଦ ଟଙ୍କା, ଅନଲାଇନ ଟ୍ରାନଞ୍ଜକ୍ସନ, ସୁନା ଅଳଙ୍କାର ଭେଟି ମିଳିଛି। ମୋଟ ମାଟ 3,17,00,000 ଟଙ୍କା ଦାନ କେବଳ ପ୍ରଥମ ଦିନରୁ ମିଳିଛି। ଯଦି ନଜର ପକାଇବା ଦେଶର ବିଶିଷ୍ଟ ବ୍ୟକ୍ତିଙ୍କ ଦାନ ଉପରେ, ମୋରାରୀ ବାପୁ ଅଯୋଧ୍ୟା ରାମ ମନ୍ଦିର ପାଇଁ 16 କୋଟି ଟଙ୍କା ଦାନ କରିଥିବା ଜଣାପଡ଼ିଛି। ମୁକେଶ ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀ ମୋଟ 10 କୋଟି ଟଙ୍କା ଦାନ କରିଛନ୍ତି। ସୁରଟର ବ୍ୟବସାୟୀ ଦିଲ୍ଲୀପ କୁମାର ଲାଖି 101 କେଜି ସୁନା ଦେଇଛନ୍ତି, ଯାହାର ଆନୁମାନିକ ମୂଲ୍ୟ 68 କୋଟି ଟଙ୍କା ରହିଛି। ସୁରଟର ହୀରା ବ୍ୟବସାୟୀ ମୁକେଶ ପଟେଲ 11 କୋଟି ଖଚିତ ମୁକୁଟ ପ୍ରଦାନ କରିଛନ୍ତି। ଟଙ୍କା ମୂଲ୍ୟର ସୁନା ଓ ହୀରା ଖଟି ପକ୍ଷରୁ 10 କୋଟି ଟଙ୍କା ଓ ସୁନାର ପାଟନା ମହାବୀର ମନ୍ଦିର ପକ୍ଷ ଧନୁ ତୀର ଦିଆଯାଇଛି। ସୂଚନା ଅନୁସାରେ ଦାନର ତାଲିକା ବେଶ ଲମ୍ବା ରହିଛି। ମୋଟ 3200 କୋଟି ଦାନ ମିଳିଥିବା କୁହାଯାଉଛି। ସେପଟେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟକୁ ଦେଶ ବିଦେଶରୁ ଦାନ ଭିତରେ ଖାଦ୍ୟ ସାମଗ୍ରୀ ମଧ୍ୟ ଭାରି ମାତ୍ରାରେ ମିଳୁଛି। ସେପଟେ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଥିବା ଅନେକ ସିନେ ତାରକା ମଧ୍ୟ ଅଯୋଧ୍ୟାକୁ ମଧ୍ୟ ମୁକ୍ତ ହସ୍ତରେ ଦାନ କରିଛନ୍ତି। ସୂଚନା ଅନୁସାରେ ଅଭିନେତା ପବନ କଲ୍ୟାଣ 30 କୋଟି ଟଙ୍କା ଦାନ କରିଥିବା ବେଳେ ବାଳକ ରାମଙ୍କ ପାଇଁ ମୁକେଶ ଖକ୍କା ଦେଇଛନ୍ତି 1,00,000 ଟଙ୍କା ଦାନ। ସେହିପରି ଅକ୍ଷୟ କୁମାର ଓ ଅନୁପମ ଖେର ମଧ୍ୟ ଅଯୋଧ୍ୟାକୁ ଦାନ କରିଛନ୍ତି, ଯାହାର ବିବରଣୀ ମିଳିନି। ଏବେ ସୁଦ୍ଧା ମନ୍ଦିର ନିର୍ମାଣ ପାଇଁ ଦେଶ ବିଦେଶରୁ ରାମ ମନ୍ଦିରକୁ 3200 କୋଟି ଦାନ ମିଳିଥିବା କୁହାଯାଉଛି।